ବୁଝ କଥା ଶୁଣୁ କଣ କଣ ଯୋଉ ଦେଶରେ ଯାହା ସବୁ ଚାଲିଲାଣି ଘଟଣା ହୁଁ ଆଉ ସହି ହଉନେଇ କି ରହି ବି ହଉନି। ଆରେ ଶୁଣୁ ଏ ଯୋଉ ମାଳିକା ଯିଏ ଲେଖିଥିଲା ସେ କଣ ଗଞ୍ଜେଇ ଖାଇକି ଲେଖିଥିଲା ନା କଣ? ଆମର ଅଚ୍ୟୁତାନନ୍ଦ ମହାପୁରୁଷ। ସବୁ ପୁରୁଷ ହଁ ପଞ୍ଚସଖା ମାନେ ଲେଖିଛନ୍ତି ହଁ ମାଳିକା। ହୁଁ ଇଏ ଆଣ୍ଡୁମାଣ୍ଡୁ ଇଏ ସବୁ କବି ଭାବୁକ କେହି ଲେଖିନାହାନ୍ତି। ବୁଝିହେଲା କି? ସେମାନେ 600 ବର୍ଷ ତଳୁ ଯାହା ଲେଖିଛନ୍ତି ବର୍ତ୍ତମାନ ଦେଖୁନୁ କମ ବୟସର ପିଲାମାନେ କୋଉ ଭଳିଆ ଧରଣର ଉତ୍ତୁପାତ ହଉଛନ୍ତି। ଯୋଉ ସେଇ କଥା କହୁଥିଲେ ସାନ୍ତେ ହଁ ମାନେ ଶିକ୍ଷକ ସହିତ ଛାତ୍ରୀ ଫେରାର। କଣ ତୁ କରିବୁ? ଆଗରୁ ଗୁରୁକୂଳ ରହି ପାଠ ପଢୁଥିଲେ। କଣ ଇଏ ଯୁଗ ହେଲାଣି ଆଉ ତୁ ପାରି ହବନି। ଖାଲି ଖାଲି କଣ ଛୁଆ ଆଉ ଦିଟା ଛୁଆର ମା ଫେରାର। ଏ ବାବା କଣ ମୁଁ ବୁଝିପାରୁନି ଯୋଉ କଣ ହେଇଗଲା ଦୁନିଆ ଆରେ ଏଭଳିଆ ଚାଲିଲା ସୃଷ୍ଟି ରହିବ। ତମେ ସବୁ ସେ ଯୋଉ କଣ ତମର ଧରୁଛ ମୋବିଲ ମୋବାଇଲ ନୁହଁ ଏଟା ମୋବାଇଲ। ଓହୋ ତମର ସେ ମୋବାଇଲରୁ ତମେ ସବୁ ତଥ୍ୟ ସଂଗ୍ରହ କରିନଉଛ। ଆଉ ଆମେ ଟିକେ ତ ଧର୍ମଶାସ୍ତ୍ର ପୁରାଣ ପାଠ ଏଆକୁ ଟିକେ ପଢୁଛୁ। ଆଉ ସେ କାଳ କଥା ଆମେ କହିପାରିବୁ ବାପା ଏବେ ତମର କଣ କରୁଛ ଆମେ କେମିତି କହିବୁ ସେଗୁଡା ଆମେ କଣ ଜାଣିଛୁ ସେଗୁଡା? ସତ କଥା ଜେଜ ତମ କଥା ସତ। ମାଳିକା ଯାହା କହିଥିଲା ସେଇଆ ହଉଛି। ସେଇଆ ହଉଛି ମାନେ ଆହୁରି ହବ ପରା କେତେ କଥା। ତମେ ଗୁଡା ସବୁ ମରିବ। ଜେଜ ଦେଖିଲ କଣ ଇଏ ଆମ ବାଜ ଆଉ ଜଣେ ତା ପୁତୁରା ବାଜ ପୁତୁରା। ହଁ ତ ଆଉ ଦାଦି ଆଗରେ ଜଳୁଛ ଆଉ କୁକ ଲଗେଇ ପୁରା ହାଇଲାଇଟ। ଆରେ ହେଇ ଦୀପକ ଆଜ୍ଞା ଆରେ ଇଏ ଦି ଜଣ କଣ ଆଜି ଇଏ ବେଶ କଣ ଇଏ ବେଶରେ କଣ ଜନ୍ମଦିନ ପାଳୁଛି ନା କଣ? ସେଇ କଥା କହୁଛି କୁଆଡେ ଯାଉଛନ୍ତି ଆସନ୍ତୁ ପଚାରିବା ଏଇଠି। ଉଡି ଦେଖିବ ମାନେ ପୁରା ତ ଫ୍ଲାଟ ଆଉ ବଦମାସଟା ତୁ ତ ଗୋଟେ କୁଆଟେ ଛୁଆ ଆସିଲି ଦେଲି ତତେ। ଡାକିଲା ପଳଉଛନ୍ତି ଖାତିରି କରୁନି ଡାକ ତମେ ଡାକ ଶଳା ଦି ପଇସା ହେଇଗଲାଣି ଖାତିରି କରୁନି। ତମେ ଡାକ ହେଇ ବାଜିଆ ଆବେ ଏଇ ଆରେ ଏଇ ତୋର ମୂର୍ଖଟା ନା କଣ? ଜେଜେ ଡାକୁଛନ୍ତି। ଜେଜେକୁ ଦେଖି କରି ଯିବ। ଜେଜେ ଆୟୁଷ୍ମାନ ଭବ ଆୟୁଷ୍ମତି ଭବ ସୁଲକ୍ଷଣୀ ହୋ ପୁଅ। ଆରେ ବାଜିଆ ଆରେ ତୋର ଇଏ କି ରୂପ ଧଇଲୁଣି? କୁଆଡେ ଯାଉଛୁ କୁଆଡେ ତୁ? ଜେଜ ତମେ କଣ ଜାଣିନ କି ଦାଦି ବା ଖୁଡିକି ଆଣିବା ନେଇ ଯାଉଛନ୍ତି। ଖୁଡିକି ଆଣିବା ଯାଉଛି? ଜମିଗଲା ଆଉ। ଯା ହଉ ଯା ସେ ନାତୁଣୀ ବୋଉଟା ବହୁତ ଦିନ ହେଲା କଷ୍ଟ ପାଇଲାଣି। ଯା ତମେ ବୁଝାସୁଝା ହେଇକି ଆଉ ସୁଖରେ ସଂସାର କର ରେ ଜଞ୍ଜାଳ। କଣ ତମେ ସବୁ କରୁଛ ମୁଁ କିଛି ଜାଣିପାରୁନି ତମ ଘଟଣା। ଯା ବା ବଢିଆ ବହୁତ ଖୁସି ଲାଗିଲା ମତେ। ଯା ଅବଶ୍ୟ ମୁଁ ଟିକେ ଚା ପାଣି ମୁନ୍ଦେ ପାଉଥିନି। ଏଇ ବାଜିଆ ସେ ଯାହା ହେଲା ସେ ବିଚାରଟା ଭାରି କାନ୍ଦୁଥିଲା। ତୁ ଜାଣି ତାକୁ ଜଲ୍ଦି ନେଇକି ଆଇ। ଜେଜେ ସେ ଯୋଉ କାନ୍ଦୁଛି ମୁଁ ଜମା ସହିପାରିଲି ନା। ବାପା ଲୋ ପୁଅ ମୋର ପସନ୍ଦ ଯାଉନାହିଁ। ବାପା ଲୋ ତମ ପସନ୍ଦ ଏତେ ଖରାପ ମୁଁ କେବେ ଜାଣିନଥିଲି। ବାପା ଲୋ ଆଜି କୋଉଠି ସବୁ ସରିଯିବ। କି କରୁଣ ଚିତ୍କାର ରେ ବାବା। ଜେଜ ତମେ ବୁଢା ଲୋକ ବସ ବସ। ହଁ ବସୁଛି ବାପା ବସୁଛି। କାନ୍ଦିଲାଣି। ସେ ସ୍ତ୍ରୀ ଲୋକ କହୁଛି ସିଏ ମତେ ବାହା ହେବାକୁ ଚାହିଁବ ମୁଁ ତାକୁ ବାହା ହେବି। ଆରେ ଇଏ କୋଉ କଥା କଣ? ଏଇ ବାଜ ତୁ ଆମର ସେଇ ଯୋଉ ଭାଇରାଲ ସ୍ତ୍ରୀ ଲୋକ କଥା କହୁନୁ ତ? ଠିକ ଧରିଛ ତମେ। ଏ ଶଳାର କଣ ଜେଲି ଦୋଷ ରହିଛି କିରେ? ଜେଜ କଥା କଣ ଜାଣିଛ? କଣ ଇଏ କାହା କଥା କହୁଛି ଜାଣିଛ? କାହା କଥା? ତମେ ଯୋଉ ଭାବୁଛ ନାତୁଣୀ ବୋହୂ ଆଣିବାକୁ ଯାଉଛି। ନା ଜେଜ ଆଉ ଇଏ ଯୋଉ ଆମର ସୋସିଆଲ ମିଡିଆରେ ଗୋଟେ ଭାଇରାଲ ହେଇଛି। ସିଏ ସ୍ତ୍ରୀ ଲୋକର ଦିଟା ଛୁଆ ତାକୁ ଛାଡି ଆଉ ଗୋଟେ ପୁରୁଷ ସାଙ୍ଗରେ ଯାଇଥିଲା। ବର୍ତ୍ତମାନ ସେଠୁ ପଳେଇ ଆସି ବର୍ତ୍ତମାନ ଚାହୁଁଛି କଣ ନା ଆଉ ଗୋଟେ ପୁରୁଷ ସାଙ୍ଗରେ ଯିବା ପାଇଁ ତାଙ୍କ ଘର ଲୋକ ରଖିଲେନି। ବର୍ତ୍ତମାନ ସେ କାନ୍ଦିକି ସୋସିଆଲ ମିଡିଆରେ କହୁଛି ମତେ ଯିଏ ଚାହିଁବ ବାହା ହେଇ ପାରିବ। ଇଏ ବାଜେ ଆମର ତାରି ପାଖକୁ ଯାଉଛି। ଏଇଟା ଏ ଶଳାଟା ଅଇଁଠା ଖିଆଟା ଆଉ। ମୁଁ କହୁଛି ଏଟା ଶଳା ଭଲ। ଇଏ ଶଳା ଅଇଁଠା ଖିଆ ଏଟା ଶଳା।
ଶଳା ସିଏ ତ ଗୋଟା ଗାଈ ତାର ପଘା ଛିଡେଇକି କୁଆଡେ କଣ ଯାଉଛି ହେଲା ସିଏ ମୁଣ୍ଡ ଧରିନବ ଆଉ ଇଏ ଶଳା ମୁଣ୍ଡକୁ ଖାଇଛି ତାରି ପାଇଁ ଯାଉଛି ଆମେ କହୁଛନ୍ତି କଣ ଭାଉଜୁ ଆଣିବାକୁ ଯାଉଛି। ମୁଁ ବହୁତ ଖୁସି ହେଇଗଲି ଇଏ ଶଳା ଶଳା ଯା ଯା ମୋ ସାମ୍ନା ଶଳା ମୁଁ ଦେଖାନା ଯା ଯା ଏ ଶଳା ବିଦା କର ଆଜି ଭିତରେ ବିଦା କରି ଶଳା ଜେଜ ତମେ ତ ଜାଣିଥିବ ହଁ ପର ସ୍ତ୍ରୀ ମାନଙ୍କ ପ୍ରତି ମୋର ଟିକେ ନାରାଞ୍ଚ ଆହା ସେଇଥିପାଇଁ ହଁ ପର ସ୍ତ୍ରୀ ମାନଙ୍କୁ ହଁ ନିଜ ଛୁଆର ମା ଭଳି ମୁଁ ଭାବେ। ବା 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 କେତେ ଉତ୍ତମ ଚିନ୍ତାଧାରା ଦେଖିନି ଜେଜ ସେ ଯୋଉ କାନ୍ଦିଲା ମୋ ହୃଦୟ ପୁରା ଫାଟିଗଲା ଜେଜ। ଆଉ ତୋର ପୁରା ଫାଟିକି ଚାରି ଚେନା ହେଇଯାଇଛି ଆଉ କେଇ ଦିନ ପରେ ଯାଇକି ଭାରତ ଭୂଖଣ୍ଡରେ ମାଡ଼ ହେଇଯିବ ଜେଜ ସେଇଥିପାଇଁ ତା ହୃଦୟର ଶୁଷ୍କ ମରୁଭୂମିରେ ଗୋଟେ ଗୋଲାପ ଫୁଲ ଫୁଟେଇବାକୁ ଯାଉଛି। ଖାଲି ଗୋଲାପ ଫୁଲ କାହିଁକି ତା ସାଙ୍ଗରେ ଗେଣ୍ଡୁ ଦୁଦୁରା ଏ କଦମ ଫଦମ ଫୁଲ ଫୁଟଉନୁ ପଦ୍ମ ଫୁଟଉନୁ ହଁ ପଦମ ଫୁଲ ଫୁଟା। ଫୁଟା ଶଳା ଅଲା ଯୁକ ଶଳା ମୋର ସୁନା ହରିଣୀ ଭଳିଆ ନାତୁଣୀ ବୋଉଟା ପାଇଁ ତୋ ଛାତି ଫାଟିଲାନି ଆଉ ୟାରି ପାଇଁ କୋଉ ବାର ବୋଲି ଛତିରି ପାଇଁ ତୋ ହୃଦୟ ଫାଟିକି କେରା କେରା ହେଇଗଲା ଏଇଥିପାଇଁ ଏ ବୁଢା କତିକି ମୁଁ ଆସୁନଥିଲି ଜାଣିଛୁ ଏଠି ଯେତେ ସମୟ ରହି ମୋ ମୁଡ ଖରାପ କରିଦବ ଚାଲୁ ଯା 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 ତତେ ତ ଦୁର୍ବୁଦ୍ଧି ଦେଖାଗଲାଣି ଯା ଆସିଲା ବେଳକୁ ଗାଁ ଲୋକ ତୋ ପାଇଁ ଏଡେ ମୁଟା ଗଜରା ଧରିଥିବେ ରେ ବାପା ଫୁଲ ଦେବେ ଗାଡିରେ ବମ୍ ପୁରେଇବେ ଯେ ଯା 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 ଶଳା ଯା ବୁଝିଲ ଜେଜେ ଏଇ ମୁଁ ଯୋଉ ୟା ପୂର୍ବରୁ କହୁଥିଲି ଯୋଉ ଆମର ମାଳିକା କଥା ପଡିଥିଲା ଏଇ ସବୁ ଜିନିଷ ବାସ୍ 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 ମୁଁ କଣ କହୁଛି ଏଇ ସବୁ ଜିନିଷ 600 ବର୍ଷ ତଳୁ ଲେଖା ହେଇଛି କୋଉ ହେଇ ଶଳା ଗୋଟା ବାହାରିଲାଣି ଦିଟା ଛୁଆର ମା ସେ ତା ପ୍ରଥମ ଦିଟା ଛୁଆ ଥିଲା ହେଲା ଯାହା ସାଙ୍ଗରେ ଗଲା ତାର ବି ଦିଟା ପିଲା ଥିଲା ବର୍ତ୍ତମାନ ଛାଡିକି ଆସି ପୁଣି ଆଉ ଜଣୁ ନେଲାଣି ଇଏ ବି ଶଳା ସାଙ୍ଗରେ ଯାଉ ତାର ବି ଦିଟା ଛୁଆ ହେଲା ଏଇଥିପାଇଁ ମୁଁ ଯୋଉ ପୂର୍ବରୁ କହୁଥିଲି ଖାଲି କଣ ସେତିକି ଜେଜ କମ ବୟସ ଝିଅ ଗୁରା ପଳଉଛନ୍ତି ଇଏ ଶଳା ଚାଲାକି କରିଛି ଏଟା ମହା ଟାଉଟର ଇଏ ଶଳା ଚାଲାକି କଣ କରୁଛି ଜାଣି ଆମ ବାଜିଆ ତାର ଦିଟା ଛୁଆ ଅଛି ବୁଝିଲୁ ୟାର ଦିଟା ଛୁଆ ବୁଝିଲୁ ଇଏ ଶଳାଟା ଆଉ ଖଟିବନି ସେ ଶଳା କାମରେ ଲଗେଇବ ଆଉ କଣ ଗ୍ୟାରେଜ ଲଗେଇବ ଗ୍ୟାରେଜ ଲଗେଇବ ଆଉ କଣ ଗୋଟା ଗ୍ୟାରେଜ ଗୋଟା ଚା ଦୋକାନ ଆଉ ଗୋଟା ପାନ ଦୋକାନ ଗୋଟା କପଡା ଦୋକାନ ଲଗେଇଦେଲେ ଶଳା ଇଏ ଜୀବନ ଭଲ କଟିଗଲା ଆଉ କଣ ଶଳା ଗାଣ୍ଡି ଭରା ହରିଣୀ ପୁରା ଏଟା ଜେଜ ଏ ବାଜ ଗଲା ଛୋଟ ଛୋଟ ଛୁଆ ସ୍କୁଲରେ ବହି ବସ୍ତାନ ରଖିକି ଫେରାର ଠିକ 2 ମାସ ପରେ ଫୋନ ବାପା ଲୋ ମତେ ଏଠୁ ନେଇଯା ନ ଆସିଲେ ମୁଁ ଏଠି ବିଷ ଖାଇମି ମୁଁ ଏଠି ଚଳି ପାରୁନାହିଁ ଇଏ ଘର ଖରାପ ଆରେ ଖରାପ ବାପା ତତେ କହିଥିଲା ଯିବା ପାଇଁ ନା ହଂସ ହେଇଗଲା ହଂସ ବାପା ଯେ କହିଥିଲା ହଂସ ମାନେ ଗଣେଶ ହଂସ କୁହନା ଜେଜ ଏଇ କଥା ଶୁଣିକି ମୋ ମୁଣ୍ଡ ଖରାପ କରିବୁ ବାପା ଆଜ୍ଞା ଆମେ ଆଉ ସିଏ ଲାଇନରେ ଆମେ ଆଉ ଚଳି ପାରିବୁନି କଣ କରିବା ସମାଜ ତ ସେୟା ହେଲାଣି ହେଲେ କଣ କରିବା କହୁନା ତମେ ମଠ ମନ୍ଦିର ଧରିବାକୁ ପଡିବ ଚାଲ ଆଉ ବାଟ ନାହିଁ ବର କିଛି ପିଲାଙ୍କୁ ଆମେ ବସେଇକି ଯୋଉ କମ ବୟସ ଇଏ ପୁରା ଶଳା ଉଠେଇ ଦେଲେ ଆମର ଭାଗବତ ଟୁଙ୍ଗି ଉଠାନ୍ତୁ ଆମେ ଗୋଟେ ଜାଗାରେ ବସି ଇଏ ବା ଗୋଟେ ହପାଳ ପାଇଛନ୍ତି ଏଇ ଶଳା ତମର ଯୋଉ ସେ ମୋବିଲି ବାହାରିଛି ସେଇ ଶଳାଟା କେତେ ରକମ ଜିନିଷ ବନ୍ଦ କରିଦେଲାଣି ଜାଣିଛୁ ଗଣିଛୁ ତ ମୁଁ ଜାଣିନି ଜେଜ କଣ ମୋବାଇଲ ପ୍ରଥମେ ସାଙ୍ଗସାଥି କି ମାଇଲା ବାପ ପୁଅର ସମ୍ପର୍କକୁ ଖାଇଲା ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ଖାଇଲା ମାନେ ପର୍ବ ପର୍ବାଣୀ କି ଖାଇଲା ଧୋଇଲା ଖେଳ କୁଦକୁ ଖାଇଲା ଯୋଉଠି ଦେଖିବ ମୋବାଇଲ ଧରି ମାର ଏଇ ଯେ ଗଲା ମୁଁ ପା ଦିନେ ଗାଡି ନେଇକି ଯାଉଛି ମୁଁ ପୁରା ଚମି ପଇନି ଦିନେ ମାର ମୁଁ ସେ ପାନ ଦୋକାନରେ ବଇଛି ସିଏ କାଳିଆ ନା ତାର କଣ କରୁଛି ତାର ମୋବାଇଲର ମାର ହଠାତ୍ କହିଲା ମୁଁ ଶଳା ଡେଇଁ ପଇନି ଇଆଡୁ ମୁଁ ମାର କଣ ମୋ ସାପ ଫାପ ଆଇଲା ନା କଣ ମୁଁ ଶଳା ଗଳି ପଇନି ତା ଏଇ ଭଳିଆ ଗୋଟେ ରେଡିଓ ଆମେ ଟିକେ କାନ୍ଧରେ ଗଳେଇ ଯୋଉଠି ବସୁଛନ୍ତି ସେଠି ଶୁଣୁଛନ୍ତି ଆଉ ସିଏ ଅଛି ସିଏ ନାହିଁ ଟିଭିରେ କାର୍ଡ ପଡୁଛି ଟିଭିରେ କେବଳ ସ୍ତ୍ରୀ ଲୋକ ଘର ଭଙ୍ଗା ଦେଖୁଛନ୍ତି ପିଲା ସବୁ ଏଇ ଖାଇଗଲେ ଚଣ୍ଡାଳ ଖାଇଗଲେ ସଂସାର ପରେ ଆଉ ଜେଜ ଚାଲ ଯିବା ବାଜିଆ ତମର ଗଲାଣି ତାର କଣ କରୁଛି ଦେଖେ ମୁଁ ଏବେ କଣ କାମ ଲଗଉଛି ଜେଜେ ତାଙ୍କ ଘରାଟେ ଯିବା ବୁଲି ଆସିବା ଏଇ ଯୋଉ ଦୁର୍ବୁଦ୍ଧି କଲାଣି ଘରେ ଆଉ ଅଛି କି ଚାଲ ଟିକେ ଯିବା ଆସ ଏଇ ଯୋଉ ଦୁର୍ବୁଦ୍ଧି କଲାଣି ବୁଝିଲ ଜେଜେ ଏଇ ଯୋଉ ଦୁର୍ବୁଦ୍ଧି କଲାଣି ସିନା ଆମ ସାଙ୍ଗରେ ମିଳାମିଶା କନେ ସିନା ଇଏ ଶଳା ଭଲ ବାଟକୁ ଆସନ୍ତା ଇଏ ଶଳାଟା ଆମ ସାଙ୍ଗରେ କଣ ମିଳାମିଶା କରୁଛି ତାକୁ ତୁ କଣ ଜୟ ଜଗନ୍ନାଥ ନମସ୍କାର ଦର୍ଶକ ବନ୍ଧୁ ଆପଣମାନେ ଭାବୁଥିବେ ଯେ ଆମେ ଏଠି କଣ କରୁଥିଲୁ କିନ୍ତୁ ଏ ଛୋଟ ଛୋଟ କଳାକାର ମାନେ ଏ ସମାଜକୁ
ସାମାନ୍ୟ ମାତ୍ରାରେ ଟିକେ ପରିବର୍ତ୍ତନ କରିବା ପାଇଁ ଇଏ ଛୋଟ ପ୍ରୟାସ ଆମର। ଆଉ ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗେ ତାହେଲେ Like କରିବେ। ନିଶ୍ଚିତ ଭାବରେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ ଏବଂ ଦୟାକରି ଆମ ରାଖାଲ ଦେ ଫିଲ୍ମସ୍ ଆର୍କେଡି ଫିଲ୍ମସ୍ କି ଦୟାକରି ସବସ୍କ୍ରାଇବ କରିବା ପାଇଁ ଭୁଲିବେନି। ୟା ପରେ ଆପଣ ମାନେ ଅନୁସନ୍ଧାନ କରନ୍ତୁ ଆମ ରାଖାଲ ଦେ ଚ୍ୟାନେଲରେ ଆସିବାକୁ ଯାଉଛି ଚକ୍ରବ୍ୟୂହ। ଏଟାକୁ ଦେଖିବା ପାଇଁ ଜମାରୁ ଭୁଲିବେ ନାହିଁ। ଅନୁସନ୍ଧାନ କରନ୍ତୁ କେବେ କେଉଁ ଦିନ ଆମ ଚ୍ୟାନେଲରେ ଚକ୍ରବ୍ୟୂହ ଖୁବ୍ ଶୀଘ୍ର ଆସୁଅଛି ଚକ୍ରବ୍ୟୂହ।